शशि राउतरायଙ୍କର ସେ ବ୍ୟକ୍ତିଗତ ଡାକ୍ତର ଥିଲେ। ସେ ସମୟରେ ମଧ୍ୟ ପାଖକୁ ଭାଇନା ମୁଁ ଯାଇକି ଯୋଉଟାକରେ ଯେତେବେଳେ କୌଣସି ସ୍ୱାସ୍ଥ୍ୟ ବିଷୟରେ ସାହାଯ୍ୟ ଲୋଡ଼ନ୍ତି ସେ ମୋତେ ଫୋନ୍ କରନ୍ତି। ମୋ ଭାଇନାଙ୍କୁ ନେଇକି ନିରଞ୍ଜନ ଭାଇନାଙ୍କୁ ନେଇକି ସଭାପତିଙ୍କର ଯୋଉ ଇଣ୍ଟ୍ରୋଡକ୍ସନ୍ ବେଶୀ ହେଇଗଲା ସେଥିପାଇଁ ସଭାପତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ। କାରଣ ସବୁବେଳେ ଗୋଟେ ହାପି ହର୍ମୋନ୍ ବାହାରିବା ଦରକାର। ଆପଣ ଜାଣିଛନ୍ତି ଏଇଟା ହାପି ହର୍ମୋନ୍ ନା ମାନେ ଆମେ ଖୁସି ରହିବା ଗୋଟେ ମେକାନିକାଲ କାମ ନୁହେଁ, ଏଇଟା ଏକଦମ କେମିକାଲ ରିଆକ୍ସନ୍ ପଡ଼ିବ। ଆପଣ ମନେ ରଖନ୍ତୁ ବଡ଼ିରେ ସେଇ ରାସାୟନିକ ପଦାର୍ଥ ବାହାରିଲେ ଆପଣ ଖୁସି ହେବେ। ତେଣୁ ରାସାୟନିକ ପଦାର୍ଥ ବାହାର କରିବାର କାଇଦା ଯଦି କେହି ଶିଖିବାକୁ ଚାହୁଁଛନ୍ତି ସେମାନେ ପ୍ରଭାକର ସ୍ୱାଇଁଙ୍କ ଏକାଡେମୀରେ ଆସି ତାଲିମ ନିଅନ୍ତି। ତାର କାରଣ ହେଉଛି ଏଇଟା ଆପଣମାନେ ସମସ୍ତେ ଜାଣନ୍ତୁ। ଏବେ ତ କବି ସବୁ ଜାଣିଗଲେ, ତେଣୁ କେମିତି ସମସ୍ତେ ଖୁସିରେ ରହିବେ ସେଇଟା ସଚିବାବୁ ଆପଣଙ୍କୁ ଶିଖେଇ ଦେଇଛନ୍ତି। ଆମ ଓଡ଼ିଶାରେ ସମସ୍ତ ମାନନୀୟ ସଭାପତି ଆଉ ସଭାସଦ ମଣ୍ଡଳୀ ଆଉ ବ୍ୟକ୍ତିଗତ ଭାବରେ ନକରି ଆପଣ ଆଚ୍ଛା, ବର୍ତ୍ତମାନ ସବୁଠୁ ବଡ଼ କଥା ହେଲା ଓଡ଼ିଶାରେ କବି କୋଉଠୁ ନା ଆମ ଗାଁରୁ। ଓଡ଼ିଶାର ପ୍ରଥମ କବି କିଏ? ଶାରଳା ଦାସ। ତା ଘର କୋଉଠି? ଆମ ଗାଁ। ପ୍ରଭାକର ଗାଁ ଆମ ଗାଁ। ଏଠି ଯେତେ ଲୋକ ଅଛନ୍ତି ଆମର ଶାରଳା ଦାସଙ୍କ ଗାଁର ଲୋକଟି କିଏ ଅଛନ୍ତି? କାନ୍ତି ଅଛି, ଆପଣ ଅଛନ୍ତି। ତେଣୁ ଆମେ ସବୁ ଓଡ଼ିଶାର ପ୍ରଥମ ମହାକବି ଶାରଳା ଦାସଙ୍କର ନାମ। ତାପରେ କିଏ ବଡ଼ କବି ନା ଅତିବଡ଼ି ଜଗନ୍ନାଥ ଦାସ। କାହିଁକି ସିଏ 1500-1600 ମସିହା କବି। ତାପରେ କବି ସବୁ ଉଡ଼ିଗଲେ କୁଆଡ଼େ କୁଆଡ଼େ ଆଉ ଜଣା ନାହିଁ। ତାପରେ ସେ ଆମର ସବୁ ଯେଉଁ ଗୀତ ବୋଲୁଥିଲେ ଯେଉଁ ସବୁ ଯୋଗୀ ଯାହାକୁ କହୁଛନ୍ତି ଆମର ଯେଉଁଥିରେ ଆମର ଶାସ୍ତ୍ରୀୟ ମାନେ ଭାଷା ହେଲା ତାକୁ କ'ଣ ଭାଷା କହୁଥିଲେ ସେଟା କ'ଣ ଭାଷା ଥିଲା ଆମର ଯେଉଁଥିରେ ଆମର ଶାସ୍ତ୍ରୀୟ ଭାଷା ହେଲା ତର୍ଜାଗୀତି। ସେସବୁ କବି ତାର ନାଁ କେହି ଜାଣିନାହାନ୍ତି। ତାପରେ ସବୁ ଯେଉଁ କବି ହେଲେ ସେ ହେଲେ ଉପେନ୍ଦ୍ର ଭଞ୍ଜ, ତାଙ୍କର 4-5 ଦିନ। ତାପରେ ଯେଉଁ କବି ହେଲେ ସେ ସବୁ ନୀଳକଣ୍ଠ, ତାପରେ ମାୟାଧର। କିନ୍ତୁ ସବୁଠୁ ଏକକ ଭାବରେ ଗୋଟେ କବି ଯିଏ ସବୁ କବିଙ୍କ ନାଁ ଧରି ଆସିଛନ୍ତି ସେ ହେଲେ ଶଶି ରାଉତରାୟ। ସେ ହେଲେ ମହାକବି, ସେ ବି ଆଦି କବି। କାରଣ ଆପଣ ଦେଖିଲେ ବସନ୍ତ ବାବୁ କହିଲେ ଯେତେ ଯେତେ ପ୍ରକାରର ନୂତନ ପ୍ରୟୋଗ ହୋଇଛି ଓଡ଼ିଆ ସାହିତ୍ୟ କବି କାବ୍ୟ ଜଗତରେ ବର୍ତ୍ତମାନ ତାର 7-8 ପ୍ରକାରର ଉପଯୋଗ କରିଛନ୍ତି ଶଶି ରାଉତ। ଏମିତି କୌଣସି କବି ଓଡ଼ିଶାରେ କେବେ ଜନ୍ମ ହେଇନାହାନ୍ତି କି ଆଉ ଜନ୍ମ ହେବେ ନାହିଁ। ତାଙ୍କୁ ସଭାସଦ କବି କହୁଛନ୍ତି। ସବୁ ରଜାମାନଙ୍କ ପାଖରେ ଦୀନକୃଷ୍ଣ ଆସିଥିଲେ, ଅମୁକ ଥିଲେ, ସବୁ ଥିଲେ, ସବୁ ବଡ଼ ବଡ଼ ରଜାଙ୍କ ପାଖରେ ସବୁମାନେ ରହୁଥିଲେ। ୟାକୁ କହୁଛନ୍ତି ସଭାସଦ କବି ମଧ୍ୟ କହୁଛନ୍ତି, ତାଙ୍କୁ ଅତିବଡ଼ି କବି କହୁଛନ୍ତି, ୟାକୁ ମହାକବି କହୁଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ସରସ୍ୱତୀ ତାଙ୍କ କାନ୍ଥରେ ଆଉ ତାଙ୍କ ମସ୍ତିଷ୍କରେ ସବୁବେଳେ ବିଦ୍ୟମାନ ଥିଲେ। ସେଥିପାଇଁ ପ୍ରଭାକର ସ୍ୱାଇଁ ତାଙ୍କୁ କାବ୍ୟ ସରସ୍ୱତୀ ଦେଖିକି ଛପେଇଥିଲେ। ଆମେ ହେଉଛୁ ପ୍ରଥମ ସଂସ୍ଥା ଯେ ତାଙ୍କୁ ସରସ୍ୱତୀଙ୍କର ସ୍ୱତନ୍ତ୍ର ବରପୁତ୍ର ଭାବରେ ଆଖ୍ୟା ଦେଇ କାବ୍ୟ ସରସ୍ୱତୀ ବୋଲି କହିଛୁ। କାରଣ ସେଭଳି ଲୋକ ସବୁବେଳେ ଜନ୍ମ ହୁଅନ୍ତି ନାହିଁ। କାବ୍ୟଶାସ୍ତ୍ର ବିନୋଦେନ କାଳ ଗଚ୍ଛତି ଧୀମତା। 13 ବର୍ଷ ବୟସରୁ ସେ 75 ବର୍ଷ ପର୍ଯ୍ୟନ୍ତ 13 ବର୍ଷ ବୟସରେ ଆରମ୍ଭ କରିଥିଲେ, ତାଙ୍କୁ ସ୍କୁଲରୁ ବାହାର କରିଦେଲେ। ତାପରଠୁ ସେ ଲେଖୁଛନ୍ତି ମଲା ପର୍ଯ୍ୟନ୍ତ 2004 ବର୍ଷ। 75 ବର୍ଷ ଜଣେ ଲୋକ ଲେଖିବ, ମସ୍ତିଷ୍କ ଠିକ୍ ଥିବ, ଆଖିକି ଦେଖାଯାଉନଥିବ ଏବଂ ସବୁଠୁ ସମ୍ଭ୍ରାନ୍ତ କଣ୍ଠରେ ଲେଖିକିରି ଅତ୍ୟନ୍ତ ଉଚ୍ଚାଙ୍ଗ ସ୍ୱରରେ ବୋଲି ପାରୁଥିବ। ଜଗନ୍ନାଥ ବସନ୍ତ ବାବୁ ବୋଲିଲେ ସେ ଶେଷ ପର୍ଯ୍ୟନ୍ତ ଯେଉଁ କବିତା ଲେଖିଛନ୍ତି ତାକୁ ଯଦି ବର୍ତ୍ତମାନ ଆବୃତ୍ତି କରିବେ ସେଠାକୁ ଛାଡ଼ିକିରି ଯିବାକୁ ଇଚ୍ଛା ହେବନି ଆପଣମାନେ। ତାହେଲେ ଉଦାହରଣ ଆପଣ ସଚିବାବୁଙ୍କର ପ୍ରିୟ ଲୋକ ବୋଲି ଏଠି ବସିଛନ୍ତି, ନହେଲେ ଅନ୍ୟ କେଉଁ ସଭା ଭିତରେ ଚାଲିଯାଆନ୍ତି। ଜଳଖିଆ ମିଳୁନି, କେତେ ମିଳୁନି, ଗାଳ ବୋହିକି ଆଣ୍ଠି ହେଲାଣି, ବେଶୀ କାମ କରୁନି। ତେଣୁ ସଚିବାବୁ ଗୋଟେ ସ୍ୱତନ୍ତ୍ର ଆଟ୍ରାକ୍ସନ୍। ବିଶେଷ କହିବାର ନାହିଁ, ଆମେମାନେ ସମସ୍ତେ ସଚିବାବୁଙ୍କର ଗୁଣମୁକ୍ତ। ସେଇଭଳି ଜଣେ ଜଣେ ଲୋକ ଯେମିତିକି ଶାରଳା ଦାସ, ଯେମିତିକି ଜଗନ୍ନାଥ ଦାସ, ଯେମିତିକି ଉପେନ୍ଦ୍ର ଭଞ୍ଜ, ସେମିତି ସଚିବାବୁ ସେ ସେଇ କ୍ୟାଟେଗୋରୀର ଲୋକ ଯିଏକି ଓଡ଼ିଆ ସାହିତ୍ୟକୁ
ବୁଦ୍ଧିମନ୍ତ କରିବା ପାଇଁ ସରସ୍ୱତୀଙ୍କର ନିଜ ରୂପରେ ନିଜ ଗୁଣରେ ମହିଳା ନେଇ କଟକ ସହରରେ ରହି କଟକ ସହରକୁ ପୃଥିବୀ ବିଖ୍ୟାତ କରିଛନ୍ତି ବୋଲି ରବୀନ୍ଦ୍ରନାଥ କହିଲେ। ବର୍ତ୍ତମାନ ଆପଣ ଦେଖନ୍ତୁ, ବର୍ତ୍ତମାନ ଗୁଗୁଲରେ ଦେଖନ୍ତୁ ସବୁ ତାଙ୍କର ଭାଷଣ, ସବୁ ତାଙ୍କର କଥା, ସବୁ ତାଙ୍କର କବିତା ଆବୃତ୍ତି। ବର୍ତ୍ତମାନ ଗୁଗୁଲରେ 10ଟା ତାଙ୍କର ଗୀତ ଚାଲୁଛି। ମୁଁ ବର୍ତ୍ତମାନ ଯାହା କହୁଛି ଆପଣ ଦେଖନ୍ତୁ ସବୁ ChatGPT ସେ କଥା କହିଲେ। ChatGPTରେ ଯଦି ଆପଣ ସଚିନ ରାଉତରାୟ ମାରିଦେବେ 1.5 ପୃଷ୍ଠାର ପ୍ରବନ୍ଧ ଗୋଟେ ଯଦି ସାଙ୍ଗେ ଛୋଟ କଥା ନୁହଁ। ସାରା ପୃଥିବୀରେ ଲକ୍ଷ ଲକ୍ଷ କମ୍ପ୍ୟୁଟର ଯେଉଁଠି କନେକ୍ଟେଡ୍ ସେଠି ସଚିନ ରାଉତରାୟ 10 ପୃଷ୍ଠାର ଗୋଟେ ବଡ଼ ସ୍ୱତନ୍ତ୍ର ପ୍ରବନ୍ଧ।